କାନ୍ଥ ଚଟାଣ ସବୁ କାଲୁଆ, ଟାଙ୍କି ପାଣି ଯେମିତି ବରଫ, ପଦାକୁ ଗଲେ ଦେହ ହାତ ଥରାଉଛି। ମାଘ ଆସିନି ହେଲେ ବାଘୁଆ ଶୀତ ଜନଜୀବନକୁ କଲବଲ କଲାଣି। ଆଗକୁ ଏ ଶୀତ ଆହୁରି ଅସହ୍ୟ ହେବ। ନୂଆ ବର୍ଷ ଯାଏଁ ଶୀତ ପ୍ରକୋପରୁ ନିସ୍ତାର ମିଳିବନି। ଆଗକୁ ବି ଜାରି ରହିବ ଏମିତି ଥଣ୍ଡା। ରାଜ୍ୟରେ ଗତ 2 ସପ୍ତାହ ହେବ ଭୀଷଣ ଶୀତ ଲାଗି ରହିଛି। 8ଟି ସ୍ଥାନରେ ରାତି ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ତଳକୁ ଖସି ଯାଇଛି। କୋରାପୁଟରେ ଭୟଙ୍କର ଶୀତ। ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ 8 ଡିଗ୍ରୀ କମିଛି। ଏଠାରେ ପାରଦ 4.8 ଡିଗ୍ରୀ ରହିଥିଲା। ଏହି ଥଣ୍ଡା 15 ବର୍ଷର ସବୁ ରେକର୍ଡ ଭାଙ୍ଗି ଦେଇଛି। ପାଣିପାଗ ବିଭାଗର ବିସ୍ତାରିତ ଆକଳନ ଅନୁସାରେ ଆସନ୍ତା ଜାନୁଆରୀ 1 ତାରିଖ ଯାଏଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ 5ରୁ 6 ଡିଗ୍ରୀ କମିପାରେ। ତେବେ ଜାନୁଆରୀ 2ରୁ 8 ତାରିଖ ଯାଏଁ ପାରଦ ସ୍ୱାଭାବିକଠାରୁ 3ରୁ 4 ଡିଗ୍ରୀ କମ୍ ରହିପାରେ। ଏ ବର୍ଷ ସବୁ ରେକର୍ଡ ଭାଙ୍ଗିଲାଣି ଶୀତର ଲମ୍ବା ଅବଧି। ଡିସେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ପ୍ରାୟ 20 ଦିନ ଧରି ଥଣ୍ଡାରେ ଥରୁଛନ୍ତି ରାଜ୍ୟବାସୀ। ବିଗତ ବର୍ଷମାନଙ୍କର ରେକର୍ଡ କହୁଛି ଓଡ଼ିଶାରେ ଶୀତ ଋତୁରେ ଅତି ବେଶୀରେ 6ରୁ 7 ଦିନ ଶୀତଲହରୀ ଅନୁଭୂତ ହୋଇଥାଏ। ଏ ବର୍ଷ ଶୀତ ଥମିବାର ନାଁ ଧରୁନି। ନୂଆ ବର୍ଷରୁ ରାଜ୍ୟରେ ପୁଣି ଶୀତ ବଢ଼ିବ। ଭୁବନେଶ୍ୱର ସମେତ ଅନ୍ୟ ସ୍ଥାନରେ ଶୀତ ବଢ଼ିବ। ରାତି ତାପମାତ୍ରା 2ରୁ 3 ଡିଗ୍ରୀ ଖସିବ। କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି। ତାଙ୍କ ଆକଳନ କହୁଛି ଦକ୍ଷିଣ ଆଭ୍ୟନ୍ତରରେ ଅଧିକ ଶୀତ ଅନୁଭୂତ ହୋଇପାରେ। ଉପକୂଳରେ କୁହୁଡ଼ି ହେବ। 28, 29, 30 ବେଳକୁ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ରହିପାରେ। ଫଳରେ ତାପମାତ୍ରା ସାମାନ୍ୟ କମିପାରେ। ଆସନ୍ତା 2 ଦିନ ସାମୁଦ୍ରିକ ବାୟୁ ପ୍ରବାହ ଯୋଗୁଁ ବାୟୁର ବେଗ କିଛି ବଢ଼ିବ କିନ୍ତୁ ତାପମାତ୍ରା କମିବନି। 31ରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପରେ ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ କିନ୍ତୁ ଓଡ଼ିଶା ଉପରେ ପ୍ରଭାବ ପଡ଼ିବନି। ଜାନୁଆରୀ 2 ତାରିଖ ବେଳକୁ ଗ୍ରୀଷ୍ମରେଖାର ଦକ୍ଷିଣ ଗୋଲାର୍ଦ୍ଧରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ବଙ୍ଗୋପସାଗରୀୟ ସମ୍ଭାବ୍ୟ ଲଘୁଚାପର ଠିକ୍ ଦକ୍ଷିଣରେ ରହିବ। ସମ୍ଭବତଃ ଏହା ଅଧିକ ଘନୀଭୂତ ହେବନି। ଫଳରେ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ସମ୍ଭାବନା ନାହିଁ। ପ୍ରାୟ ସପ୍ତାହ ସମୁଦ୍ରରେ ରହିଲେ ବି ଏହା ବଳ ଗୋଟାଇବନି ବୋଲି ସେ କହିଛନ୍ତି। 1ରୁ 7 ତାରିଖ ଯାଏଁ ପୂର୍ବ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 2ରୁ 4 ଡିଗ୍ରୀ କମ୍ ରହିପାରେ ବୋଲି ପାଣିପାଗ ବିଭାଗର ବିସ୍ତାରିତ ଆକଳନରେ କୁହାଯାଇଛି। ସେହିପରି ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି IMD ଆକଳନ କରିଛି। 31 ତାରିଖ ଯାଏଁ ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା 5ରୁ 10 ଡିଗ୍ରୀ କମିପାରେ। ସେହିଭଳି ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 3ରୁ 5 ଡିଗ୍ରୀ କମ୍ ରହିପାରେ ବୋଲି IMD ଆକଳନ କରିଛି। ଶନିବାର କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। 28 ଓ 29ରେ ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖାଦେଇପାରେ। 30ରେ ବାଲେଶ୍ୱର ଓ ଗଜପତିରେ ଘନ କୁହୁଡ଼ି ହେବାର ଆଶଙ୍କା ଅଛି। ଶନିବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା 10 ଡିଗ୍ରୀ ତଳେ ରହିପାରେ। କୋରାପୁଟରେ 6 ଡିଗ୍ରୀ, ଝାରସୁଗୁଡ଼ାରେ 7, ରାଉରକେଲାରେ 8, ସୁନ୍ଦରଗଡ଼ ଓ ନବରଙ୍ଗପୁରରେ ପାରଦ 9 ଡିଗ୍ରୀ ରହିପାରେ। ଗୁରୁବାର ରାତିରେ କୋରାପୁଟରେ ହାଡ଼ଭଙ୍ଗା ଶୀତ ହୋଇଛି। ଏଠାରେ ରାତି ତାପମାତ୍ରା 4.8 ଡିଗ୍ରୀ ଥିଲା। 1969 ଡିସେମ୍ବର 27ରେ କୋରାପୁଟରେ ପାରଦ ସବୁଠୁ କମ୍ ବା 3 ଡିଗ୍ରୀ ଛୁଇଁଥିଲା। ତେବେ ଗୁରୁବାରର ଶୀତ ଗତ 15 ବର୍ଷର ରେକର୍ଡ ଭାଙ୍ଗିଛି। 2011 ମସିହା ଡିସେମ୍ବର 27ରେ 9 ଡିଗ୍ରୀ, 2012 ଡିସେମ୍ବର 28ରେ 9.2, 2013 ଡିସେମ୍ବର 16ରେ 8.1 ଡିଗ୍ରୀ, 2014 ଡିସେମ୍ବର 22ରେ 6.4 ଡିଗ୍ରୀ, 2020 ଡିସେମ୍ବର 22ରେ 6.6 ରେକର୍ଡ ହୋଇଥିଲା। ଗୁରୁବାର ରାତିରେ ଦାରିଙ୍ଗିବାଡ଼ିରେ 6.5, ଝାରସୁଗୁଡ଼ାରେ 7.2, ରାଉରକେଲାରେ 8, ନବରଙ୍ଗପୁରରେ 8.5, ସୁନ୍ଦରଗଡ଼ରେ 9, ଭବାନୀପାଟଣାରେ 9.8, ବଲାଙ୍ଗୀରରେ 10.2, ସୋନପୁରରେ 10.6 ଡିଗ୍ରୀ ରେକର୍ଡ ହୋଇଥିଲା।